ବାସି ରୁଟିକୁ ଆପଣ କ'ଣ କରନ୍ତି? ସାଧାରଣତଃ କେବେ କେବେ ଖାଇଦିଅନ୍ତି, ନହେଲେ ନାହିଁ ଫୋପାଡ଼ି ଦିଅନ୍ତି। କିନ୍ତୁ ମୁଁ ଆଜି ଆପଣଙ୍କୁ ବାସି ରୁଟିରେ ବହୁତ ବଢ଼ିଆ ଗୋଟେ ଲଡ଼ୁ କରିକି ଦେଖିବି, ଯେଉଁଟାକି ଆପଣ ଗୋଟେ ଜାଗାରେ 5ଟି ଖାଇବାକୁ ପସନ୍ଦ କରିବେ। ତାହେଲେ ଚାଲନ୍ତୁ ନା ଏହାର ରେସିପି ଜାଣିବା। ପ୍ରଥମେ ଆମେ ରୁଟିକୁ ତାୱାରେ ସେକିଦେବା। ଟିକେ କ୍ରିସ୍ପି ହେଲା ପର୍ଯ୍ୟନ୍ତ ଆପଣ ସେକିବେ। ସେକି ସାରିଲା ପରେ ଏହାକୁ ଆମେ ଛୋଟ ଛୋଟ ପିସ୍ କରିଦେବା, ଆଉ ଏହାକୁ ଗ୍ରାଇଣ୍ଡର ଜାର୍ରେ ଦେଇକି ଏହାର ପାଉଡ଼ର ବନେଇଦେବା। ତ ଏବେ ଗ୍ରାଇଣ୍ଡର ଜାର୍ରେ ଆମେ ପାଉଡ଼ର ବନେଇକି ଗୋଟେ ବାଉଲରେ ରଖିଦେଇଛେ। ତାପରେ ଆମେ ଗୋଟେ ପ୍ୟାନ୍ ବସେଇବା, ଗ୍ୟାସ୍ ଅନ୍ କରି ସେଥିରେ ଘିଅ ଦେଇଦେବା। ଘିଅ ଗରମ ହେଲା ପରେ ଆପଣଙ୍କର ମନ ପସନ୍ଦର ଡ୍ରାଏ ଫ୍ରୁଟ୍ସ ଦେଇଦେବେ। ଏଠି କାଜୁ ଆଲମଣ୍ଡ ନେଇଯାଇଛି, ଆଉ କିଛି କିସମିସ୍ ବି ନେଇଛି। ଏହାକୁ ଭଲ ଭାବରେ ଭାଜି ସାରିଲା ପରେ ଆମେ ଗୁଣ୍ଡ କରି ରଖିଥିବା ରୁଟିରେ ମିଶାଇଦେବା। ତାପରେ ଏହାକୁ ଭଲ ଭାବରେ ମିକ୍ସ କରିଦେବା। ତାପରେ ଏଠି ମିଠା ଲାଗିବା ପାଇଁ ମୁଁ ଗୁଡ଼ ଆଉ ପାଣିର ୟୁଜ୍ କରୁଛି। ଏଟା ମେଲ୍ଟ ହେଲା ପରେ ଆମେ ଏଥିରେ ମିଶାଇଦେବା, ଆଉ ଭଲ ଭାବରେ ମିକ୍ସ କଲା ପରେ ହାତରେ ଏମିତି ଛୋଟ ଛୋଟ ବଲ୍ ଆକାରର ବାସି ରୁଟିର ଲଡ଼ୁ ପ୍ରସ୍ତୁତି କରିଦେବା। ଜୟ ଜଗନ୍ନାଥ।